କଟାବାହାଲରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାର ଗାଇସିଲେଟ ବ୍ଲକ କଟାବାହାଲ ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରାରେ ଅନେକ ହିତାଧିକାରୀ ସାମିଲ ହୋଇ ସଚେତନତା ବାହନକୁ ବିପୁଳ ସ୍ୱାଗତ କରିଥିଲେ। ଏଠାରେ ଆୟୋଜିତ ସଭାରେ ସରପଞ୍ଚ ଅର୍ପିତା ପଣ୍ଡା, ନୋଡାଲ ଅଫିସର ଜଗବନ୍ଧୁ ମେହେର, କାର୍ଯ୍ୟନିର୍ବାହୀ ଅଧିକାରୀ ଭଗବାନ ସାହୁ, ବିଆରସି କ୍ଷିତିଚନ୍ଦ୍ର ପଟେଲ, ମାଷ୍ଟର ଟ୍ରେନର ତରଣୀ ସେନ ମହଲା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠନୀକରଣ ଯୋଜନା, ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ଉଜ୍ଜଳା ଯୋଜନା ଆଦି ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଇଥିଲେ। ନାବାର୍ଡ ତରଫରୁ ଦେବଦତ୍ତ କ୍ଲବର ଶେଷଦେବ ସାହୁ ଯୋଗଦେଇ ବିକଶିତ ଭାରତ ଗଠନରେ ନାବାର୍ଡର ସହାୟତା ବିଷୟରେ ଆଲୋକପାତ କରିଥିବା ବେଳେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ। ପଞ୍ଚାୟତ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଏଲ୍ଇଡି ମାଧ୍ୟମରେ ଭିଡିଓ ଦେଖାଇ ସଚେତନତା ସୃଷ୍ଟି କରାଯାଇଥିଲା। ପରେ ଚାଷ ଜମିରେ ସହଜ ଉପାୟରେ କିଭଳି ଭାବରେ ଔଷଧ ସିଞ୍ଚନ କରାଯାଇପାରିବ ତାହାର ଏକ ଡ୍ରୋନ୍ ଉଡ଼ାଇ ଲୋକମାନଙ୍କୁ ଦେଖାଇଥିଲେ। ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ନେଇ ନିଜ ପ୍ରତିକ୍ରିୟା କହିଥିଲେ। ଏଥିସହିତ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା ଦିଦି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।